ମାଙ୍ଗଳିକ କ'ଣ, ମଙ୍ଗଳ ଦୋଷ କ'ଣ, ଆଜି ଚର୍ଚ୍ଚା କରିବା, ଜାଣିବା। ମଙ୍ଗଳ ଦୋଷର ଅନେକ ମହତ୍ତ୍ୱ ରହିଛି ବିବାହକୁ ନେଇ। ଅନେକ ଲୋକ ଚିନ୍ତିତ ଥାନ୍ତି ତାଙ୍କର ବିବାହ କେବେ ହେବ, କେମିତି ହେବ ଏବଂ ବିବାହ ପରବର୍ତ୍ତୀ ଲାଇଫ୍ କେମିତି କଟିବ ଯଦି ବ୍ୟକ୍ତି ମାଙ୍ଗଳିକ ଥାଏ। ଯଦି ଜନ୍ମ ଜାତକର 1, 4, 7, 8, 12 ଘରେ ଯଦି ମଙ୍ଗଳ ଥିବ ତାକୁ ମାଙ୍ଗଳିକ କୁହାଯାଏ ବା ଚାର୍ଟର ମଙ୍ଗଳ ଦୋଷ କୁହାଯାଏ। 1 ନମ୍ବର ଘର ହେଲା ବ୍ୟକ୍ତିର ବ୍ୟକ୍ତିତ୍ୱ, 4 ନମ୍ବର ଘର ସୁଖ ଶାନ୍ତି, 7 ନିଜ ସ୍ପାଉସ୍ର ଘର ଏବଂ 8 ନମ୍ବର ଘର ଶ୍ୱଶୁର ପକ୍ଷ ଘର ଏବଂ ସୌଭାଗ୍ୟର ଘର ସ୍ତ୍ରୀ ପାଇଁ ଏବଂ 12 ନମ୍ବର ଘର ହେଲା ଶାରୀରିକ ସୁସ୍ଥତା। ଯଦି ଏହି ଘରେ ଗୋଟିଏ ଫାଇଟର ପ୍ଲାନେଟ୍ ମଙ୍ଗଳ ବସିଯାଏ ତେବେ କ'ଣ ହୁଏ ତାହା ଆପଣମାନେ ଜାଣିଛନ୍ତି। ଯେମିତିକି ବ୍ୟକ୍ତିଙ୍କୁ ମାଙ୍ଗଳିକ କୁହାଯାଏ ବା ବ୍ୟକ୍ତିର ଚାର୍ଟରେ ମଙ୍ଗଳ ଦୋଷ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଧରାଯାଇଥାଏ। ଆପଣମାନେ ଜାଣନ୍ତି ଯଦି 1, 4, 7, 8, 12 ନମ୍ବର ଘରେ ମଙ୍ଗଳ ଥିବ ମାଙ୍ଗଳିକ କୁହାଯାଏ ବ୍ୟକ୍ତିକୁ। ଯଦି ବ୍ୟକ୍ତି ମାଙ୍ଗଳିକ ହୋଇଥିବ ତା ସ୍ପାଉସ୍ ବା ପାର୍ଟନରକୁ ଓ ନିଜକୁ ବୈବାହିକ ଜୀବନରେ କଷ୍ଟ ଭୋଗିବାକୁ ପଡ଼ିଥାଏ। ଏମିତି ଡରିବାର କିଛି ନାହିଁ। ମଙ୍ଗଳ ଯଦି ଏହି ସ୍ଥାନଗୁଡ଼ିକରେ ଥିବ ତେବେ ତା ସ୍ପାଉସ୍ର ଜାତକ ମଧ୍ୟ ଦେଖିବାକୁ ପଡ଼ିଥାଏ। ଯଦି 1, 4, 7, 8, 12 ନମ୍ବର ଘରେ ଅପର ପକ୍ଷର ଯଦି ଶନି ଥିବ ତେବେ ନଲିଫାଏଡ୍ ହୋଇଯାଏ ବା ମଙ୍ଗଳର ପ୍ରଭାବ କମ୍ ହୋଇଯାଇଥାଏ, ଅର୍ଥାତ୍ ମାଙ୍ଗଳିକ ଦୋଷ ଖଣ୍ଡନ ହୋଇଯାଇଥାଏ। ଯଦି ଉଭୟ ପାର୍ଟନର ମାଙ୍ଗଳିକ ହୋଇଥିବେ ତେବେ ତାଙ୍କ ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଯଦି ଜନ୍ମ ଜାତକରେ ମଙ୍ଗଳ 1, 4, 7, 8, 12 ନମ୍ବର ଘରେ ରିଟ୍ରୋଗ୍ରେଡ୍ ଥିବ ବା ବକ୍ରି ହୋଇଥିବ ତେବେ ବ୍ୟକ୍ତିକୁ ମଙ୍ଗଳ ଦୋଷ ଲାଗିନଥାଏ। ମଙ୍ଗଳ ଯଦି ମିଥୁନ ରାଶି ଏବଂ କନ୍ୟା ରାଶିର ହୋଇଥିବ ମଙ୍ଗଳ ଦୋଷ ଲାଗିନଥାଏ ଜାତକକୁ। ମେଷ ରାଶିରେ ମଙ୍ଗଳ ଚତୁର୍ଥ ଘରେ, ବୃଶ୍ଚିକ ରାଶିରେ ମଙ୍ଗଳ ସପ୍ତମ ଘରେ, ମୀନ ରାଶିର ମଙ୍ଗଳ ଅଷ୍ଟମ ଘରେ, କୁମ୍ଭ ରାଶିର ମଙ୍ଗଳ ଏବଂ 12 ନମ୍ବର ଘରେ ଧନୁ ରାଶିର ମଙ୍ଗଳ ହୋଇଥିଲେ ମଙ୍ଗଳ ଦୋଷ ଖଣ୍ଡନ ହୋଇଥାଏ। ଏହିସବୁ ଘରେ ଯଦି ମଙ୍ଗଳ ଥିବ ମଙ୍ଗଳ ଗ୍ରହ ମଙ୍ଗଳ କାରକ ହୋଇଥାଏ, ଅର୍ଥାତ୍ ଜାତକର କଲ୍ୟାଣ ହୋଇଥାଏ। କଳା ରଙ୍ଗ ଶନିକୁ ରିପ୍ରେଜେଣ୍ଟ କରେ। ପୁରୁଷ ହେଉ କିମ୍ବା ସ୍ତ୍ରୀ ହେଉ ଯଦି ମାଙ୍ଗଳିକ ଥିବ କଳା ବସ୍ତ୍ର ଧାରଣ କରିବା ଅନୁଚିତ ବା କଳା ରଙ୍ଗ ବ୍ୟବହାର କରିବା ଅନୁଚିତ ହୋଇଥାଏ। ଯଦି ବ୍ୟକ୍ତି ଯେଉଁଦିନ ମାଙ୍ଗଳିକ ଥାଇ କଳା ବସ୍ତ୍ର ଯଦି ଧାରଣ କରୁଛି, କଳା ରଙ୍ଗ ୟୁଜ୍ କରୁଛି ତେବେ ତାହାର ହାନି ହୋଇଥାଏ, ସମ୍ମାନ ହାନି ହୋଇଥାଏ କିମ୍ବା ଅପମାନ ଦୁର୍ଘଟଣା ଘଟିଲା ଭଳି ଘଟଣା ଘଟିଥାଏ ମାଙ୍ଗଳିକ ଯଦି ବ୍ୟକ୍ତି ହୋଇଥିବ। ମାଙ୍ଗଳିକ ବ୍ୟକ୍ତି କଳା ବସ୍ତ୍ର ଧାରଣ କରିବା ଅନୁଚିତ ଆମେ ଜାଣିଲେ। ଆହୁରି କ'ଣ ରହିଛି ପ୍ରତିକାର ମଙ୍ଗଳ ଦୋଷ ଯଦି ଥିବ ଜାଣିବା ଆସନ୍ତୁ। ପ୍ରତିଦିନ ଆମେ ହନୁମାନ ଚାଳିଶା ପାଠ କରି ମଙ୍ଗଳ ଦୋଷର ପ୍ରଭାବକୁ କମ୍ କରିପାରିବା ଏବଂ ମଙ୍ଗଳବାର ଦିନ ଶିବ ଆରାଧନା କରିବା, ଶିବ ପୂଜା କରିବା, ଶିବ ମନ୍ଦିର ଯାଇ ଲାଲ ରଙ୍ଗର ଫୁଲ ଅର୍ପଣ କରିକି ମଙ୍ଗଳ ଦୋଷକୁ କମ୍ କରିପାରିବା। ପ୍ରତି ଶନିବାର ଦିନ ଯଦି ଶିବଲିଙ୍ଗରେ କ୍ଷୀର ଢଳାଯାଏ ତେବେ ମଙ୍ଗଳ ଦୋଷ ଧୀରେ ଧୀରେ ବ୍ୟକ୍ତିର କମିଯାଇଥାଏ।